ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଏପ୍ଲାଏ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆସିଲା। ତ ଦେଖନ୍ତୁ, ବହୁତ ଦିନ ଧରି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଚାଲିଥିଲା। ସେହି ସର୍ଭେଟି ପଞ୍ଚାୟତ ଅଫିସରମାନେ ଗାଁ ଗାଁ ବୁଲି ସର୍ଭେ କରିଥିଲେ କିମ୍ବା ବ୍ଲକ ଅଫିସରମାନେ ସର୍ଭେ କରିସାରିଥିଲେ ଏବଂ ସେହି ସର୍ଭେ ଲିଷ୍ଟ ମଧ୍ୟ ପ୍ରତ୍ୟେକ ପଞ୍ଚାୟତକୁ ଆସିଥିଲା ଏବଂ ପ୍ରତ୍ୟେକ ଗ୍ରାମକୁ ଗାଁ ଗାଁକୁ ମଧ୍ୟ ସେହି ଲିଷ୍ଟଟି ଆସିଥିଲା। ତ ସମସ୍ତେ ଜାଣିଛନ୍ତି ଯେ ମୋର ଲିଷ୍ଟଟି ଆସିଯାଇଛି। ଯେଉଁମାନଙ୍କର ଲିଷ୍ଟ ଆସିନାହିଁ ଆପଣମାନେ ପୁଣି ଥରେ ଏପ୍ଲାଏ କରନ୍ତୁ, ନିଶ୍ଚୟ ଆପଣମାନଙ୍କର ମଧ୍ୟ ଲିଷ୍ଟ ଆସିଯିବ। ତ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସନ୍ତା ନଭେମ୍ବରରୁ ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ। ଏହା ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇସାରିଛନ୍ତି। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କେଉଁମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିପାରିବ, ସେମାନେ ଯୋଗ୍ୟ ନା ଅଯୋଗ୍ୟ ହୋଇପାରିବେ ଏବଂ ସେମାନଙ୍କର କ'ଣ ଥିବା ଆବଶ୍ୟକ ଏବଂ କେଉଁମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିପାରିବ ନାହିଁ ଏବଂ କେଉଁ ମାସରୁ ଏହା ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ, ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ ସବୁ କିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଦେଖନ୍ତୁ, ଏହା ସମ୍ବାଦ ପେପରରେ ପ୍ରକାଶ ପାଇସାରିଲାଣି। ମୁଁ ଆପଣମାନଙ୍କୁ ଆଜି ସବୁ କିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବି। ତ ଆସନ୍ତୁ ଜାଣିବା ସେହି ଖବର କ'ଣ ରହିଛି। ଦେଖନ୍ତୁ ଆଜ୍ଞା, ଆସନ୍ତା ନଭେମ୍ବର ମାସରେ ମିଳିବାକୁ ଯାଉଛି PM ଆବାସ ଯୋଜନା ଘର। ତ ଆପଣମାନେ ଯଦି ଏପ୍ଲାଏ କରିଛନ୍ତି ନିଶ୍ଚୟ ଆପଣମାନଙ୍କର ଏହି ଘରଟିଏ ମିଳିପାରିବ ଯଦି ଆପଣମାନେ ଯୋଗ୍ୟ ବିବେଚିତ ହେବେ। ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିସାରିଛନ୍ତି। ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ନାୟକ କହିଛନ୍ତି, ପୂର୍ବରୁ ଯେଉଁ ବର୍ଗର ଲୋକ ଘର ପାଉନଥିଲେ ସେମାନଙ୍କୁ ବି ଏଥର ଘର ମିଳିବ। ଦେଖନ୍ତୁ ଆଜ୍ଞା, ପୂର୍ବରୁ ଯଦି ଆପଣମାନେ ଘରଟିଏ ପାଇପାରୁନଥିଲେ ଏବେ ଆପଣମାନେ ଘରଟିଏ ପାଇପାରିବେ। ତାପରେ ଆଉ କ'ଣ କହିଛନ୍ତି ଆସନ୍ତୁ ଜାଣିବା। ବାପ ପୁଅ ଭାଇ ଭାଇ ଭିନ୍ନ ହୋଇ ଅଲଗା ରହୁଥିଲେ ବି ସମସ୍ତେ ଯଦି ଘର ପାଇବାକୁ ଯୋଗ୍ୟ ହୋଇଥିବେ ତେବେ ସମସ୍ତଙ୍କୁ ଘର ମିଳିବ। ଏହାସହ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଅଗ୍ରାଧିକାର ଭିତ୍ତିରେ ଘର ମିଳିବ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ବାପ ପୁଅ ଭାଇ ଭାଇ ଭିନ୍ନ ହୋଇ ବା ଅଲଗା ରହୁଥିଲେ ବି ଆପଣମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଘରଟିଏ ମିଳିପାରିବ ଯଦି ଆପଣମାନେ ଯୋଗ୍ୟ ବିବେଚିତ ହେବେ। ଏହାସହ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଅଗ୍ରାଧିକାର ଭିତ୍ତିରେ ଘର ମିଳିବ। ଦେଖନ୍ତୁ ଆଜ୍ଞା, ଆପଣ ଯଦି ହ୍ୟାଣ୍ଡିକ୍ୟାପ୍ ଅଛନ୍ତି ତାହେଲେ ଆପଣମାନେ ଯଥାଶୀଘ୍ର ପାଇପାରିବେ। ସେମାନଙ୍କୁ ଆଗୁଆ ଅଧିକାର ଭାବରେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିପାରିବ। ସେହିପରି ଆସନ୍ତା ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହି ଅବସରରେ ବାସହରାମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ବଣ୍ଟାଯିବ। ଦେଖନ୍ତୁ ଆଜ୍ଞା, ଅନ୍ତ୍ୟୋଦୟ ଘର ଯୋଜନାର ମଧ୍ୟ ବହୁତ ବଡ଼ ଖୁସି ଖବର ଆସିଲା। ସେହିପରି ଆସନ୍ତା ସେପ୍ଟେମ୍ବର 17 ତାରିଖରେ ମଧ୍ୟ ଏହି ପ୍ରଧାନମନ୍ତ୍ରୀ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହି ଅବସରରେ ବାସହରାମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘରଟିଏ ମିଳିପାରିବ। ତ ଆପଣମାନେ ଯଦି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏପ୍ଲାଏ କରିସାରିଛନ୍ତି ତାହେଲେ ଆପଣମାନଙ୍କୁ ସେହି ସେପ୍ଟେମ୍ବର 17 ତାରିଖରେ ଘର ମିଳିଯିବ। ତ ଦେଖନ୍ତୁ, ଏଥିପାଇଁ ହିତାଧିକାରୀ ତାଲିକା ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ। ଦେଖନ୍ତୁ ଆଜ୍ଞା, ଯେଉଁମାନେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏପ୍ଲାଏ କରିସାରିଛନ୍ତି ସେମାନଙ୍କର ମଧ୍ୟ ଲିଷ୍ଟ ଆସିବାକୁ ଯାଉଛି। ସେହି ଲିଷ୍ଟଟି ଶୀଘ୍ର ହେବ ବୋଲି ଶ୍ରୀ ରବି ନାରାୟଣ ନାୟକ କହିସାରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ଆଜି PM ଆବାସ ଘର ମିଳିବ ବୋଲି କହିଥିଲେ,
କେତେ ହିତାଧିକାରୀଙ୍କୁ ଘର ବଣ୍ଟା ହେବ କହିନାହାନ୍ତି। ପିଏମ୍ ଆବାସରେ ଘର ପାଇଁ ସାରା ରାଜ୍ୟରେ ପ୍ରାୟ 25 ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିବା ବେଳେ ଓଡ଼ିଶା ଭାଗରେ କେତେ ଘର ପଡ଼ୁଛି ତାହାକୁ ଅପେକ୍ଷା। ଦେଖନ୍ତୁ ଆଜ୍ଞା, ଆବାସ ଘର ଦେଖନ୍ତୁ ଆଜ୍ଞା, ମନ୍ତ୍ରୀ କହିଛନ୍ତି ଯେ ଆବାସ ଘର କେତେ ହିତାଧିକାରୀଙ୍କୁ ଘର ବଣ୍ଟା ହେବ ଏହା କହିନାହାନ୍ତି ଏବଂ ପିଏମ୍ ଆବାସରେ ଘର ପାଇଁ ସାରା ରାଜ୍ୟରେ ପ୍ରାୟ 25 ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିବା ବେଳେ ଓଡ଼ିଶା ଭାଗରେ କେତେ ଘର ପଡ଼ୁଛି ତାହାକୁ ଅପେକ୍ଷା କରିଛନ୍ତି। ତ ଦେଖନ୍ତୁ, ଆପଣମାନେ ଯଦି ଏହି ପ୍ରଧାନମନ୍ତ୍ରୀ ଆବାସରେ ଆପ୍ଲାଏ କରିଛନ୍ତି ନିଶ୍ଚୟ ଆପଣମାନଙ୍କୁ ମଧ୍ୟ ଘର ମିଳିବ ଯଦି ଆପଣମାନେ ଯୋଗ୍ୟ ବିବେଚିତ ହେବେ ଏବଂ ଆପଣମାନଙ୍କର ଯଦି ସର୍ଭେ ଲିଷ୍ଟ ଆସିଯାଇଛି ଏବଂ ପଞ୍ଚାୟତ ଅଫିସର ବା ବ୍ଲକ ଅଫିସରମାନେ ଯଦି ଆପଣମାନଙ୍କର ତଥ୍ୟକୁ ତଦାରଖ କରି ଆପଣମାନଙ୍କୁ ସିଲେକ୍ଟ କରୁଛନ୍ତି ନିଶ୍ଚୟ ଆପଣମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଯିବ। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ ଲିଷ୍ଟ ମଧ୍ୟ ଆସିବାକୁ ଯାଉଛି। ଆପଣମାନେ ନିଶ୍ଚିତ ରୁହନ୍ତୁ। ଯଦି ଆପଣମାନେ ଏହି ପ୍ରଥମ ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ନିଶ୍ଚୟ ଆପଣମାନଙ୍କୁ ମୋ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ପ୍ରଥମେ ଏହି ଭିଡ଼ିଓଟି ପାଇପାରିବେ। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।